ଚାଲ ଚାଲ ଜଲ୍ଦି ଡେରି ହେଇଗଲାଣି। ଗାଡ଼ି ସେପଟେ ଷ୍ଟାର୍ଟ ଆରମ୍ଭ କରିଦେଲାଣି। ଜଣା ନାହିଁ କାଳେ ଆମକୁ ଛାଡ଼ିକି ପଳେଇବ। ଓହୋ, ଆପଣମାନେ ବି ଆସିଗଲେଣି ଭିଡ଼ିଓ ଦେଖିବାକୁ। ଚାଲନ୍ତୁ ମିଶିକି ଦେଖିବା ଆଜିର ଭିଡ଼ିଓଟିକୁ। ଆଜି ଆମେ ବାହାରି ପଡ଼ିଥିଲୁ ରାଜସ୍ଥାନ ଗୋଟେ ନ୍ୟୁ ପ୍ଲେସ୍ ବୁଲିବା ପାଇଁ, ଯେଉଁଟାକି ଆମ ଷ୍ଟେସନ ପାଖାପାଖି ଅଛି ରାଇଜର। ତ ସେଇଟା ଗୋଟେ ରେଜର୍ଟ। ତ ଚାଲନ୍ତୁ ଆଗକୁ ଦେଖିବା ଆଉ କେମିତି ରେଜର୍ଟଟା ହେଇଛି, କେମିତି ଲାଗୁଛି ଆପଣମାନେ କମେଣ୍ଟରେ ନିଶ୍ଚୟ ଜଣାଇବେ। ଆଉ ଭିଡ଼ିଓଟିକୁ ଆପଣ କଣ୍ଟିନ୍ୟୁ କରନ୍ତୁ। ଗାଡ଼ି ଏବେ ଆମର ଷ୍ଟାର୍ଟ କରିଦେଲାଣି। ଗୋଟେ ଲାଇନରେ ଆମେ ଓଡ଼ିଆ ଲୋକ ସବୁ ବସି ଯାଇଥିଲୁ ପରା। 3 ଜଣ ଭାଉଜଙ୍କ ସହ ମୋତେ ମିଶେଇକି ଆମେ 4 ଜଣ ହେଇଯାଇଥିଲୁ। ଆଜିର ପିକନିକ୍ ପାଇଁ ଆମେ ସମସ୍ତେ ମିଶିକି ବାହାରି ପଡ଼ିଥିଲୁ। ବସ୍ରେ କିନ୍ତୁ ଆଜି ବହୁତ ମଜା ଆସିଥିଲା। ବସ୍ର ପଛ ସିଟ୍ ଗୁଡ଼ିକ ଖାଲି ଥିଲା ପରା। ଏଇଟା ମଧ୍ୟ ରାଜସ୍ଥାନ ଗୋଟେ ବୁଲିବା ଜାଗା ଥିଲା। ଆଫା ପିକନିକ୍ ସବୁ ବର୍ଷ ଏଇ ଜାଗାରେ ହିଁ ହେଉଥିଲା ପରା। ଯେହେତୁ ମୋର ଏଇଟା ପ୍ରଥମ ବର୍ଷ ଥିଲା, ମୋତେ ତ କିଛି ବି ଜଣା ନଥିଲା। ସେଥିଯୋଗୁଁ ଯିଏ ଯାହା ମୋତେ କହୁଥିଲା ସବୁ ଜିନିଷକୁ ମୁଁ କାନ ଡେରି ଟିକେ ଶୁଣି ଦେଉଥିଲି ପରା। କାରଣ ପଛରେ ଆପଣମାନଙ୍କୁ ସବୁ ଜିନିଷ ଉପରେ ମୁଁ କହିବି ବୋଲି। 15-20 ମିନିଟ୍ ସମୟ ମଧ୍ୟରେ ପହଞ୍ଚି ଯାଇଥିଲୁ ଆମେ ଆମ ଲକ୍ଷ୍ୟସ୍ଥଳୀରେ। ଦେଖନ୍ତୁ ସାଙ୍ଗମାନେ, ଏଠି ଆସିକି ଜଣାପଡ଼ୁଛି ମରୁଭୂମି କେମିତି। ତ ଚାଲନ୍ତୁ ସାଙ୍ଗମାନେ, ଆଜି ରାଜସ୍ଥାନର ମଜା ଆମେ ନେବା ମରୁଭୂମିକି ଦେଖିକି। ରାଜସ୍ଥାନ ବହୁତ ଲୋକ ଏଇ ଜାଗାକୁ ଆସନ୍ତି, ଆଉ ଏଇଟା ଗୋଟେ ପିକନିକ୍ ପ୍ଲେସ୍ ବୋଲି ସମସ୍ତେ ମାନନ୍ତି। ସମସ୍ତେ ଜଣେ ଜଣେ କରିକି ଓହ୍ଲେଇ ପଡ଼ିଲୁ। ତାପରେ ରିଜର୍ଟ ଭିତରକୁ ଯିବା ପାଇଁ ଆରମ୍ଭ କରିଦେଲୁ। ଆପଣମାନେ ମଧ୍ୟ ଏଇଆ ହିଁ ଭାବୁଥିବେ, ରେଜର୍ଟ କହିକି ଆମକୁ ଆଣିକି କେଉଁଠି ସେ ଛାଡ଼ି ଦେଇଛନ୍ତି। ଚାରିଆଡ଼େ ଖାଲି ଚାଳର କୁଡ଼ିଆ ଘରମାନ ତିଆରି ହେଇଛି। ତଳ ଗୁଡ଼ିକ ଅଗଣା ଭଳିଆ ହେଇକି ମାଟି ବାଲିରେ ସଜଡ଼ା ହେଇଛି। ସାଇଡ୍ ଗୁଡ଼ିକ କେବଳ ଘର ଗୁଡ଼ିକ ତିଆରି କରାଯାଇଛି। ମୁଁ ମଧ୍ୟ ପଶୁ ପଶୁ ଏଇଆ ହିଁ ଭାବିଥିଲି, କେଉଁ ପୁରୁଣା କାଳିଆ ରାଜସ୍ଥାନ ଘରକୁ ଆମକୁ ଆଣି ଦେଇଛନ୍ତି କେଜାଣି। ଚାରିଆଡ଼େ ଗୋଟେ ଗୋଟେ କରି ଖଟ ପଡ଼ିଥିଲା, କାରଣ ରାତିରେ ଏଠି ବା ବନ୍ ଫାୟାର ହେଉଛି ପରା। ଆଉ ଯେଉଁ ଆପଣମାନେ ଛୋଟ ଛୋଟ କୁଡ଼ିଆ ଘର ଚାରିପଟେ ଦେଖୁଛନ୍ତି, ତାକୁ ଆମମାନେ ସବୁ ହୋଟେଲର ରୁମ୍ ବୋଲି କହୁଛନ୍ତି। ହେ ପ୍ରଭୁ, ଏ ନାଲି ପାଣି କ'ଣ କେଜାଣି ଥିଲା। ପଶୁ ପଶୁ ସମସ୍ତଙ୍କୁ ଗୋଟେ ଗୋଟେ ଗ୍ଲାସ୍ ଦିଆଯାଇଥିଲା ପରା। କିନ୍ତୁ ଯାହା ବି ହଉ, ଖରା ପଡ଼ିବାରୁ ଟିକେ ଶୋଷ ଲାଗିଥିଲା। ସମସ୍ତେ ଗୋଟେ ଗୋଟେ ଗ୍ଲାସ୍ ଧରିକି ଆଗ ଟିକେ ପିଇ ଦେଇଥିଲୁ ପରା। ନାଲି ନାଲି ପାଣି ପିଇବୁ, ପୁଣି ଫଟୋ ଉଠେଇବୁନି, ସେଇଟା ହବ କେମିତି? ଆଗ ଆସିକି ସବୁ ଫଟୋ ସହ ଭିଡ଼ିଓ ଟିକେ ସୁଟ୍ କରିଦେଇଥିଲୁ। ତାପରେ ନାଲି ପାଣି ଯାହା ଥିଲା ସବୁକୁ ପିଇ ନଥିଲୁ, ମୁଁ ଜଷ୍ଟ ଟିକେ ପିଇ ଦେଇଥିଲି, ଆଉ ସବୁ ତାକୁ ଫେରେଇ ଦେଇଥିଲି। ପୁଣି ଆପଣମାନଙ୍କୁ ଆଉ ଥରେ ଟିକେ ହୋଟେଲ ରୁମ୍ ଦେଖେଇ ଦେଉଛି, ନହେଲେ ସାଙ୍ଗମାନେ କମେଣ୍ଟରେ ଜଣେଇବେ ଆମକୁ ଟିକେ ଭଲରେ କାହିଁ ଦେଖେଇଲନି। ତ ଆପଣମାନେ ଏଇଠି ଦେଖିଦିଅନ୍ତୁ ଛୋଟ ଛୋଟ କୁଡ଼ିଆ ରୁମ୍ ହେଇଛି ଏଠି କେମିତି। ଏଠି ଆମର ସବୁ ଭାଉଜମାନେ ଆଗ ଫଟୋ ଉଠେଇ ଦେଲେ, କାରଣ ଏଠି ଟିକେ ବହୁତ ସୁନ୍ଦର ଭାବରେ ଟିକେ କୋହଳିଆ ଖରା ପଡ଼ୁଥିବାରୁ। ମୁଁ କିନ୍ତୁ ଭିଡ଼ିଓ ବନେଇ ଚାଲିଛି, କାରଣ ଆପଣମାନଙ୍କୁ ଟିକେ ଅପଡ଼େଟ୍ ଦେବି କେମିତି। ଭାଉଜ ଆମର ଗୋଟିଏ ହିଁ ସନଗ୍ଲାସ୍ ନେଇଥିଲେ, ତାକୁ ହିଁ ସମସ୍ତେ ଫଟୋ ଉଠେଇବେ ବୋଲି ଖାଲି ମାଡ଼ ଗୋଡ଼ି ହେଉଥିଲୁ। ନମ୍ବର ପରେ ନମ୍ବର ଲାଗି ଚାଲିଲା। ତାପରେ ଆସିକି ସମସ୍ତଙ୍କର ଖାଇବା ଆରମ୍ଭ ହେଇଗଲା। ସମସ୍ତେ କିନ୍ତୁ ଯାଇ ଚେୟାର ଟେବୁଲ ପାଖରେ ବସିଗଲେ, କିନ୍ତୁ ଆମେ ଆସିକି ଓଡ଼ିଆ ଗ୍ରୁପ୍ ମାନେ ଟିକେ ଖଟ ଉପରେ ବସିଗଲୁ, କାରଣ ଖଟରେ ହିଁ ତ ଅସଲି ମଜା ଥାଏ। ଯଦି ଆପଣମାନେ ଏମିତି ଝାଟିମାଟି ଟାଇପ୍ର ବାଲି ଘରକୁ ଆପଣମାନେ ଆସିଛନ୍ତି, ଆଉ ଖଟରେ ନ ବସିକି କେମିତି ଆପଣମାନେ ଚେୟାରରେ ବସିବେ? ଏଇ ରେଜର୍ଟରେ ଯେଉଁ ସବୁ ଘର ଗୁଡ଼ିକ ତିଆରି ହେଇଛି ସବୁ ମାଟି ବାଲିରେ ହିଁ ଗଢ଼ା ଯାଇଛି। ଭାବୁଛି ଆପଣମାନଙ୍କୁ ଆଜି ବହୁତ ଇନଫର୍ମେସନ୍ ଦେଇଦେଲି। ତାପରେ ହାଲିଆ ହେଇକି ଟିକେ ଯାଇକି ପକୁଡ଼ି ଖାଇବା ଆରମ୍ଭ କରିଦେଲି। ପକୁଡ଼ି ଦିଆସାରିଲା ପରେ ଫ୍ରେଞ୍ଚ ଫ୍ରାଇଜ୍ ଆମକୁ ଦିଆଯାଇଥିଲା, ତା ସାଙ୍ଗେ ମଧ୍ୟ ଆଉ ଗୋଟେ ଟମାଟୋ ସସ୍ ଆମମାନଙ୍କୁ ମିଳିଯାଇଥିଲା। ତାପରେ ଆସିଯାଇଥିଲା ଟିକେ ଚାହା ଆମ ପାଇଁ। ପିଇ ଦେଇକି ଆମେ ଚାଲିଥିଲୁ ଟିକେ ବୁଲିବା ପାଇଁ। ଦେଖନ୍ତୁ ସାଙ୍ଗମାନେ, ଆପଣମାନଙ୍କ ପାଇଁ ମୁଁ ଟିକେ ଉପରକୁ ଆସିଥିଲି। ଉପରେ ଠିଆ ହେଇକି ତଳର ଭିଉ ଟିକେ ନେଉଥିଲି। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ସତରେ ଯେଉଁମାନେ ରାଜସ୍ଥାନ ଆସିଛନ୍ତି ଏଇ ଜାଗାକୁ ତ ଥରେ ନିଶ୍ଚୟ ଆସିବେ ଆଉ ବୁଲିକି ଯିବେ। ଏଇପଟେ ଗୋଟେ ସୁନ୍ଦର ସୁଇମିଂ ପୁଲ୍ ଥିଲା, କିନ୍ତୁ ଶୀତ ଦିନ ହେଇଥିବାରୁ ଏଠି କିଛି ବି ପାଣି ଫାଣି ରଖାଯାଉନି ପରା, କାରଣ କେହି ବି ଏଠି ଗାଧଉନାହାନ୍ତି। ଏ ଉପରେ ଠିଆ ହେଇ ତଳର ଭିଉ ବହୁତ ସୁନ୍ଦର ଲାଗୁଥିଲା। ସେଥିଯୋଗୁଁ ମୁଁ ଟିକେ ସେଲ୍ଫି କ୍ୟାମେରା ଅନ୍ କରି ମୋ ମୁହଁ ମଧ୍ୟ ଟିକେ ଦେଖିଦେଇଥିଲି ପରା। ଦେଖନ୍ତୁ ସାଙ୍ଗମାନେ, ମୟୂରମାନେ ଏଠି କେମିତି ଏପଟ ସେପଟ ହେଉଛନ୍ତି। ପାଖକୁ ଗଲା ଖୁଣୁ ଦୌଡ଼ି ଦୌଡ଼ି ଦୂରକୁ ଆମଠୁ ପଳାଉଛନ୍ତି। ଏଇ କୁଡ଼ିଆ ଘରେ ରହିବା ପାଇଁ ଏଠି ବୁକିଂ ମଧ୍ୟ କରାଯାଉଛି। ରାଇସର ରେଜର୍ଟର ଆପଣମାନଙ୍କୁ ସବୁ ବି ମୁଁ ଆଜି ଦେଖେଇ ଦେଇଥିଲି। ଆପଣମାନେ କମେଣ୍ଟ କିନ୍ତୁ ନିଶ୍ଚୟ କରିବେ ଆପଣମାନଙ୍କୁ ଏଇ ରେଜର୍ଟଟା କେମିତି ଲାଗିଲା। ତାପରେ ସାଙ୍ଗମାନେ ଆମର ଖେଳ ଆରମ୍ଭ ହେଇଥିଲା। ବଲ୍କୁ ଭାଉଜଙ୍କ ଆଉ ମୋ ମଝିରେ ରଖିକି ଆମେ ଟିକେ ଦୌଡ଼ି ଯାଇଥିଲୁ ପରା। ଏଇ ଦୌଡ଼ରେ ଆମେ ଟିକେ ଫାଷ୍ଟ ହେଇଯାଇଥିଲୁ। ଫାଇନାଲ ଦୌଡ଼ରେ କିନ୍ତୁ ଆମେ ହାରି ଯାଇଥିଲୁ। ସେଥିଯୋଗୁଁ ଟିକେ ମନ ଦୁଃଖ ହେଇଥିଲା, କିନ୍ତୁ ଭାଉଜ ଆଉ ମିଲି ଭାଉଜଙ୍କର ଖେଳ ମଧ୍ୟ ଆରମ୍ଭ ହେଇଯାଇଥିଲା। ଏଇଆ କିନ୍ତୁ ଆମକୁ ଖୁସି ଲାଗିଥିଲା, ଭାଉଜ ମାନେ ତାଙ୍କ ଗ୍ରୁପ୍ରେ ଆଉ ଆମେ ମଧ୍ୟ ଆମ ଗ୍ରୁପ୍ରେ ଜିତି ଯାଇଥିଲୁ ପରା। ତାପରେ ଫାଇନାଲ ରାଉଣ୍ଡ ଆମର ଆରମ୍ଭ ହେଇଯାଇଥିଲା। ଭାଉଜଙ୍କୁ ମୋର କୁଆଡ଼େ ଯାଉଥିଲୁ ହେରି ପରା, କେଜାଣି କୁଆଡ଼ରୁ କୁଆଡ଼େ ଆମେ ପଳେଇଥିଲୁ। ତାପରେ ଯାଇକି ମ୍ୟୁଜିକ୍ ଚେୟାର ପାଖରେ ବସି ପଡ଼ିଥିଲୁ। ଜାଣିଛି ମ୍ୟୁଜିକ୍ ଚେୟାରରେ ମୁଁ କେବେ ବି ଜିତେନି, କିନ୍ତୁ ଆଜି ପରା ଖେଳିବାକୁ ମୁଁ ବାଧ୍ୟ ହେଇଛି। ଏଥର ଗ୍ରୁପ୍ କରିକି ଦି ଥର ମ୍ୟୁଜିକ୍ ଚେୟାର ଆଜି ଖେଳ ଯାଇଥିଲା। ତାପରେ 5 ନମ୍ବରରେ ହିଁ ମୁଁ ହାରି ଯାଇଥିଲି ପରା। ହେଲେ ଯେମିତି ଆନୁଆଲ ଫଙ୍କସନ୍ ହୁଏ ତା ପୂର୍ବରୁ ଯେମିତି ଖେଳାଯାଏ, ଏଇଟା ସେଇଭଳିଆ ହିଁ ଆମକୁ ଲାଗୁଥିଲା ପରା। ଆନୁଆଲ ଫଙ୍କସନ୍ ପରେ ଯେମିତି ଗିଫ୍ଟ ବଣ୍ଟାଯାଏ, ସେମିତି ଏଇ ସବୁ ଖେଳ ପରେ ମଧ୍ୟ ସମସ୍ତଙ୍କୁ ଫାର୍ଷ୍ଟ ଆଣ୍ଡ ସେକେଣ୍ଡ ପ୍ରାଇଜ୍ ଦିଆଯାଏ। ମଝିରେ ଆମେ ରାଜସ୍ଥାନୀ ଡ୍ୟାନ୍ସ ମଧ୍ୟ ଦେଖିଥିଲୁ। ନିଆଁକୁ ମୁଣ୍ଡରେ
ମୁଣ୍ଡରେ ଧରିକି କଣ୍ଟା ଉପରେ ଚାଲିକି ଆଉ କାଚ ଗ୍ଲାସ ଉପରେ ଠିଆ ହେଇକି ଏଇ ସ୍ତ୍ରୀ ଲୋକଟି ବହୁତ ସୁନ୍ଦର ଭାବରେ ଆଜି ନାଚ କରୁଥିଲେ। ଏମିତି କେଜାଣି ସେ ସବୁ ଜିନିଷକୁ ବ୍ୟାଲେନ୍ସ କରିକି ଆଜି ଡ୍ୟାନ୍ସ କରୁଥିଲେ। ତାପରେ ଏତେ ଜୋରେ ଖରା ମଧ୍ୟ ହଉଥିଲା। ଡ୍ୟାନ୍ସ ଦେଖିବା ସହ ମିଳିଯାଇଥିଲା ଆମକୁ ଗୋଟେ ଗୋଟେ ଟମାଟୋ ସୁପ୍। ତାପରେ ଆରମ୍ଭ ହେଇଯାଇଥିଲା ଆମ ସିଙ୍ଗିଂ କମ୍ପିଟିସନ। ଆଉ ଯୋଉମାନେ ଆମର କେମିତି ଗୀତ ବୋଲୁଛନ୍ତି ଆପଣ ମାନେ ସେଇଟା ନିଜେ ହିଁ ଶୁଣି ଦିଅନ୍ତୁ। ଚୁନା ଚୁନା तो आखी मोआईना तो आखी मोआईना सितारे बन गए लिखे जो खत तुझे। ତାପରେ ସୁନ୍ଦର ସୁନ୍ଦର ଖାଇବା ସବୁ ଆସିକି ପ୍ରକଟ ହେଇଗଲା। କିନ୍ତୁ ଆଇଁଷ ନଥିବାରୁ ମୋ ମନ ବହୁତ ଅଧିକ ଦୁଃଖ ହେଇଗଲା। ଭଲ ଭାବରେ ଜାଣିଛି ରାଜସ୍ଥାନରେ କେହି ଆମକୁ ଟିକେ ଦେବେନି ଆଇଁଷ ଖାଇବାକୁ। ସେଥିଯୋଗୁଁ କର୍ମକୁ ଆଦରି ଯାହା ମିଳିଛି ତାକୁ ଖାଇଦେବାକୁ ହେବ ଆମକୁ। ଏଠି ଯେମିତି ହେଇଛି ଗାଁ ପରିବେଶ, ଗରମ ଭାତ କହିବାକୁ ମନ ହିଁ ନାହିଁ। କିଏ କେଜାଣି ଟିକେ ଆଣିକି ଦିଅନ୍ତାନି ପଖାଳ କଂସାଏ ମୋହରି ପାଇଁ। ଛାଡ଼ନ୍ତୁ ସାଙ୍ଗମାନେ, ଯାହା ସବୁ ଆମ ଭାଗ୍ୟରେ ନାହିଁ ସେ ସବୁ ଜିନିଷ ସ୍ୱପ୍ନ ଦେଖିବା କିଅଣ ପାଇଁ। ମୁଁ ତ ଚାଲିଲି କଳା କଳା ଚଷମା ପିନ୍ଧିକି ଟିକେ ଫଟୋ ଉଠେଇବାକୁ। ଆପଣ ମଧ୍ୟ ନେକ୍ସଟ ଭିଡ଼ିଓକୁ ଅପେକ୍ଷା କରିଥାନ୍ତୁ। ତାର ମଧ୍ୟ ଆଉ ଗୋଟେ ଭିଡ଼ିଓ ଆପଣମାନଙ୍କ ପାଇଁ ନିଶ୍ଚୟ ଆଣିବି। ସେଥିରେ ମୋତେ କେମିତି ଗିଫ୍ଟ ମିଳିଛି ଆଉ ମିଳିଛି କି ନାହିଁ ଆଉ କଣ କଣ ମିଳିଛି ସେଇଟା ଆପଣମାନଙ୍କୁ ନିଶ୍ଚୟ କହିବି। ଜୟ ଜଗନ୍ନାଥ।